ଏହି ସମୟରେ 90% ରୁ ଅଧିକ ଯୁବକ ଏବଂ ଯୁବତୀ ମାନେ ବେରୋଜଗାର ଅଛନ୍ତି। ସେମାନଙ୍କୁ ଗୋଟିଏ ଭଲ ଜବ୍ ମଧ୍ୟ ମିଳିପାରୁ ନାହିଁ। ସେମାନେ ଅଧିକ ପାଠ ପଢିଛନ୍ତି ହେଲେ କିନ୍ତୁ ସେମାନଙ୍କୁ ଗୋଟିଏ ମଧ୍ୟ ଜବ୍ ମିଳୁନାହିଁ। ଏହାର ମେନ୍ ରିଜନ୍ କ'ଣ ଏବଂ ସେମାନଙ୍କୁ କାହିଁକି କାମଟି ମିଳିପାରୁ ନାହିଁ ଏବଂ ଆପଣମାନେ ଏମିତି କ'ଣ ଭୁଲ କରନ୍ତି ଯାହାଦ୍ୱାରା କି ଆପଣମାନେ ଏ ପର୍ଯ୍ୟନ୍ତ ବେରୋଜଗାର ଅଛନ୍ତି। ଚାଲନ୍ତୁ ଫ୍ରେଣ୍ଡସ୍ ଏବେ ଆମେ ଆଲୋଚନା କରିବା। ଭିଡିଓଟିକୁ ଷ୍ଟାର୍ଟ କରିବା ପୂର୍ବରୁ ମୋ ବିଷୟରେ ଟିକେ ଜାଣି ନିଅନ୍ତୁ। ମୋ ନାମ ହେଉଛି କାନୁ ମାଝୀ, ମୁଁ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ରୁହେ ଏବଂ ଆପଣମାନଙ୍କ ପାଇଁ ମୁଁ ୟୁଟ୍ୟୁବ ରିଲେଟେଡ୍ ଭିଡିଓ ବନେଇକି ଆଣିଥାଏ। ଚାଲନ୍ତୁ ଫ୍ରେଣ୍ଡସ୍ ଏବେ ଆମେ ଆଲୋଚନା କରିବା। ଫେସବୁକ୍, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆରେ ସେମାନେ ତାଙ୍କ ସମୟଟି ଦେଉଛନ୍ତି। ଯେଉଁ ଜାଗାରେ କି ସେମାନେ ସମୟ ଦେଉଛନ୍ତି ସେ ଜାଗାରେ କିଛି ମଧ୍ୟ ଫାଇଦା ହିଁ ହେଉନାହିଁ। ତାଙ୍କ ସମୟ ନଷ୍ଟ ହେଉଛି। ସେମାନେ କେବଳ ଇନଷ୍ଟାଗ୍ରାମରେ ରିଲ୍ କେବଳ ସ୍କ୍ରୋଲ କରିବାରେ ତାଙ୍କ ସମୟଟି ସେମାନେ ନଷ୍ଟ କରି ଦେଉଛନ୍ତି। ଫେସବୁକ୍, ଇନଷ୍ଟାଗ୍ରାମ, ୟୁଟ୍ୟୁବ ଭଳି ସୋସିଆଲ ମିଡିଆରେ ସମୟ ଯଦି ଦେଉଛନ୍ତି ତାହେଲେ ପଇସା କମାଇବା ପାଇଁ ସମୟ ଦିଅନ୍ତୁ। ହେଲେ କିନ୍ତୁ ଆପଣମାନେ ବେକାର ସମୟ ଦିଅନ୍ତୁ ନାହିଁ। ଆପଣମାନେ ଚେଷ୍ଟା କରନ୍ତୁ କି କେମିତି ସୋସିଆଲ ମିଡିଆରୁ ପଇସା କମାଇବେ। ଯେହେତୁ ଆପଣମାନେ ସୋସିଆଲ ମିଡିଆରେ ତ ସମୟ ଦେଉଛନ୍ତି, ଯେଉଁ ଯୁବକ ଏବଂ ଯୁବତୀମାନେ ବେରୋଜଗାର ଅଛନ୍ତି ଏହି ସମୟରେ ସେମାନଙ୍କର ମେନ୍ ରିଜନ୍ ହେଉଛି ସେମାନେ ସୋସିଆଲ ମିଡିଆରେ ତାଙ୍କ ସମୟ ଦେଉଛନ୍ତି ଏବଂ ଫ୍ରି ଫାୟାର ଭଳି ଗେମ୍ରେ ସେମାନେ ତାଙ୍କ ସମୟ ଦେଇକି ସେମାନେ ଅଭ୍ୟାସରେ ପଡ଼ିଯାଇଛନ୍ତି ବା ଏଡିକ୍ସନ୍ ହେଇଯାଇଛି ତାଙ୍କର, ଯାହାକି ସେମାନେ ଛାଡ଼ି ହିଁ ପାରୁନାହାନ୍ତି। ଯେପର୍ଯ୍ୟନ୍ତ ଏହି ସୋସିଆଲ ମିଡିଆ, ଫ୍ରି ଫାୟାର, ପବଜି ଭଳି ଏମିତି ଗେମ୍ ସହିତ ଆପଣମାନେ ଯେପର୍ଯ୍ୟନ୍ତ କନେକ୍ଟ ରହିବେ ଆଉ ଯେତିକି ଆପଣମାନଙ୍କର ଏଡିକ୍ସନ୍ ହେଇକି ରହିବ ସେ ପର୍ଯ୍ୟନ୍ତ ଆପଣମାନେ କେବେ ମଧ୍ୟ ପଇସା ଇନକମ୍ କରିପାରିବେ ନାହିଁ। ସେଥିପାଇଁ ଆପଣମାନେ ଚେଷ୍ଟା କରନ୍ତୁ କି ଆପଣମାନେ ଏହି ପବଜି ଭଳି ଏବଂ ସୋସିଆଲ ମିଡିଆ ଭଳି ଗେମ୍ ସହିତ ଆପଣମାନେ ଦୂରେଇ ଯିବାକୁ। ଏହି ସୋସିଆଲ ମିଡିଆରେ ସମୟ ଯଦି ଦେବାକୁ ଯଦି ଚାହୁଁଛନ୍ତି ତାହେଲେ ପଇସା କମାଇବା ପାଇଁ ସମୟ ଦିଅନ୍ତୁ ବା ୟୁଟ୍ୟୁବରୁ ପଇସା କମାଇବାକୁ ଚେଷ୍ଟା କରନ୍ତୁ। ଯେମିତି ବହୁତ ଗୁଡ଼ିଏ କ୍ରିଏଟର ମାନେ ୟୁଟ୍ୟୁବରୁ ମଧ୍ୟ ପଇସା ଇନକମ୍ କରୁଛନ୍ତି, ଇନଷ୍ଟାଗ୍ରାମରୁ ମଧ୍ୟ ପଇସା ଇନକମ୍ କରୁଛନ୍ତି, ଫେସବୁକରୁ ମଧ୍ୟ ପଇସା ଇନକମ୍ କରୁଛନ୍ତି। ସେମିତି ହିଁ ଆପଣମାନେ ମଧ୍ୟ ୟୁଟ୍ୟୁବରୁ ମଧ୍ୟ ପଇସା ଇନକମ୍ କରିପାରିବେ ଏବଂ ସୋସିଆଲ ମିଡିଆରୁ ମଧ୍ୟ ପଇସା ଇନକମ୍ କରିପାରିବେ। ଆପଣମାନଙ୍କୁ କେବଳ ଭଲ ଭାବରେ ଶିଖିବାକୁ ପଡ଼ିବ ଏବଂ ଭଲ ଭାବରେ କାମ ମଧ୍ୟ କରିବାକୁ ପଡ଼ିବ। ପେସେନ୍ସ ରଖିକି କାମ କରିବାକୁ ପଡ଼ିବ, ତାହେଲେ ଯାଇକି ଆପଣମାନେ ସୋସିଆଲ ମିଡିଆରୁ ପଇସା ଇନକମ୍ କରିପାରିବେ। ଏହି ଭିଡିଓରେ କ'ଣ ଶିଖିବାକୁ ପାଇଲେ, ଆପଣମାନେ ବେରୋଜଗାର କାହିଁକି ଅଛନ୍ତି ତାହାର ଯାହାକି ମୁଁ ମେନ୍ ରିଜନ୍ ଗୁଡ଼ିକ ଯାହାକି ମୁଁ ବତେଇଛି, ଯାହାକି ଏସବୁକୁ ଯଦି ଯେପର୍ଯ୍ୟନ୍ତ ଆପଣମାନେ ଛାଡ଼ିବେ ନାହିଁ କେବେ ମଧ୍ୟ ପଇସା ଇନକମ୍ କରିପାରିବେ ନାହିଁ। ଆପଣମାନଙ୍କୁ ଭିଡିଓଟି ଯଦି ଭଲ ଲାଗିଛି ଗୋଟେ ଲାଇକ୍ କରିବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ରଖିବେ ଏବଂ ନିଜର ସାଙ୍ଗମାନଙ୍କ ସହିତ ଦିଅନ୍ତୁ, ସେମାନେ ମଧ୍ୟ ଯାହାକି ଜାଣିପାରିବେ।